ହ୍ୟାଲୋ, ହାଏ, ନମସ୍କାର। ଆଜିର ଭିଡ଼ିଓକୁ କଟକ ସିଏସ୍ର ସ୍ୱାଗତ। ଆଜି ଆମେ ଦେଖିବା ନୂଆ ରାସନ କାର୍ଡ଼ କେମିତି ଗୋଟେ ଆପ୍ଲାଏ ହେଇପାରିବ। ତ ଚାଲନ୍ତୁ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହି ରଖିବାକୁ ଚାହୁଁଛି, ଯେଉଁମାନେ ନୂଆ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ କି ଆମର ଯେତିକ ନୂଆ ଭିଡ଼ିଓ ସବୁ ଅପଲୋଡ଼ ହେବ ଆପଣମାନେ ଆଗେ ଜାଣିପାରିବେ। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଗୁଗୁଲ କ୍ରୋମ୍କୁ ଯିବାକୁ ପଡ଼ିବ। ଗୁଗୁଲ କ୍ରୋମ୍କୁ ଯାଇ ସେଠାରେ ସର୍ଚ୍ଚ କରିବାକୁ ପଡ଼ିବ pds.gov.in। ତ ଯାଇକିନା ପ୍ରଥମ ଲିଙ୍କ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଇଣ୍ଟରଫେସ୍ ଖୋଲିଯିବ, ଆପ୍ଲିକେସନ୍ ଖୋଲିଯିବ। ତାପରେ ଆପଣ ଡିଷ୍ଟ୍ରିକ୍ଟ ଚୁଜ୍ କରିବେ, ବ୍ଲକ ଚୁଜ୍ କରିବେ, ଗ୍ରାମ ପଞ୍ଚାୟତ କ'ଣ, କି ଯଦି ମ୍ୟୁନିସିପାଲିଟି ଏରିଆ ହେଇଥିବ ୱାର୍ଡ଼ ନମ୍ବର କେତେ, ଭିଲେଜ କ'ଣ, ଏରିଆ କ'ଣ, ଏଇଟା ସବୁ ଆପଣ ଦେବେ। ତାପରେ ପ୍ଲଟ୍ ନମ୍ବର ଏଇଟା ଦେଲେ ବି ଚଳିବ, ନଦେଲେ ବି ଚଳିବ। ପିନକୋଡ଼ଟା ବି ଦେବେ। ପିନକୋଡ଼ ଦେଇ ସାରିଲା ପରେ ଆପଣଙ୍କର ତଳେ ଯେଉଁ ରହୁଛି ଫୁଲ୍ ନେମ୍ ଇଂଲିଶ ଆଉ ଓଡ଼ିଆ, ସେଠାରେ ନାଁ ଦେବେ। ଏଇଟା ଯେହେତୁ ରାସନ କାର୍ଡ଼ଟା ମହିଳାମାନଙ୍କ ନାଁରେ ହୁଏ, ତ ପ୍ରଥମେ ଫ୍ୟାମିଲି ହେଡ୍ ଯିଏ ଥିବେ ମହିଳା, ତାଙ୍କ ନାଁଟାକୁ ଏଠାରେ ଏଣ୍ଟର କରିବାକୁ ପଡ଼ିବ। ଏଣ୍ଟର କରିସାରିଲା ପରେ ତାଙ୍କ ନାଁଟାକୁ ଲୋକାଲ୍ ଲାଙ୍ଗୁଏଜରେ ଲେଖିବେ। ଲୋକାଲ୍ ଲାଙ୍ଗୁଏଜରେ ଲେଖିଲେ ଚଳିବ, ନ ଲେଖିଲେ ବି ଚଳିବ। ତାପରେ ଜେଣ୍ଡର ଚୁଜ୍ କରିବେ, ତାପରେ ଡେଟ୍ ଅଫ୍ ବାର୍ଥ ଦେବେ। ଡେଟ୍ ଅଫ୍ ବାର୍ଥ ଦେଇ ସାରିଲା ପରେ ସେ ଫ୍ୟାମିଲିର କ'ଣ ସେଇଟା ଦେବେ। ହେଡ୍ ବୋଲି ଏଇଟା ତାଙ୍କର ଦିଆହେବ। ଇ ପିକ୍ ନମ୍ବର ଦେଲେ ଏବେ ଦେଲେ ଚଳିବ, କି ପଛରେ ରାସନ କାର୍ଡ଼ ହେଇସାରିଲା ପରେ ଆଡ଼୍ କଲେ ବି ଚଳିବ। ଆଧାର ନମ୍ବରଟା କିନ୍ତୁ ଏବେ ଦେବାକୁ ପଡ଼ିବ। ତ ଆଧାର ନମ୍ବରଟା ଟାଇପ୍ କରିବେ। ଆଧାର ନମ୍ବର ଦେଇ ସାରିଲା ପରେ ତାଙ୍କ ବାପାଙ୍କ ନାଁ କ'ଣ ସେଇଟା ଦେବେ। ଫାଦର ନେମ୍ ଦେଇ ସାରିଲା ପରେ ସ୍ପାଉସ୍ ନେମ୍ ଜାଗାରେ ସେଠାରେ ତାଙ୍କ ସ୍ୱାମୀଙ୍କ ନାଁ ଦେବାକୁ ପଡ଼ିବ। ତ ସ୍ୱାମୀଙ୍କ ନାଁ ଦେବେ। ସ୍ୱାମୀଙ୍କ ନାଁ ଏଣ୍ଟର କରିସାରିଲା ପରେ ସ୍ପାଉସ୍ ନେମ୍ ଜାଗାରେ ତାପରେ ତାଙ୍କର ସେକେଣ୍ଡ ଅପସନରେ ସ୍ୱାମୀଙ୍କୁ ଆଡ଼୍ କରିବାକୁ ଯଦି ଚାହୁଁଥିବେ, ତାହେଲେ ସ୍ୱାମୀଙ୍କ ନାଁ ସେଠାରେ ଏଣ୍ଟର କରି ପ୍ରଥମେ ଇଂଲିଶରେ, ତାପରେ ଲୋକାଲ୍ ଲାଙ୍ଗୁଏଜ ହଉ କିମ୍ବା ସେଇ ଇଂଲିଶରେ ଦେଇ ମେଲ୍ କି ଫିମେଲ୍ ଦେବେ। ତାପରେ ତାଙ୍କର ଡେଟ୍ ଅଫ୍ ବାର୍ଥ ଦେବେ। ତାପରେ ସେ କ'ଣ ରିଲେସନ୍ ହେବେ, ହେଡ଼୍ଙ୍କର ଯେଉଁ ଫ୍ୟାମିଲି ହେଡ଼୍ଙ୍କର ନାଁଟା ଏଣ୍ଟର ହେଲା, ତାଙ୍କର ସେ କ'ଣ ହେବେ ସେଇଟା ଚୁଜ୍ କରିବେ। ତାପରେ ଆଧାର ନମ୍ବର ଦେବେ। ତାପରେ ଆଧାର ନମ୍ବର ଦେଇ ସାରିଲା ପରେ ସ୍ୱାମୀଙ୍କର ବାପାଙ୍କ ନାଁ କ'ଣ ଦେବେ, ଇଂଲିଶରେ ଲେଖିବେ, ପ୍ଲସ୍ ଲୋକାଲ୍ ଲାଙ୍ଗୁଏଜରେ ଲେଖନ୍ତୁ, କିମ୍ବା ଇଂଲିଶରେ ଲେଖିଲେ ବି ଚଳିବ। ଲେଖି ସାରିଲା ପରେ ସ୍ପାଉସ୍ ନେମ୍ ଜାଗାରେ ପୁଣି ସ୍ତ୍ରୀଙ୍କ ନାଁଟାକୁ ଏଠାରେ ଦେବାକୁ ପଡ଼ିବ। ତ ଏଠାରେ ଏଣ୍ଟର କରିବେ। ଏଣ୍ଟର କରିସାରିଲା ପରେ ଲାଷ୍ଟକୁ ପୁରା ତଳକୁ ଆସିବେ। ତାଙ୍କ ଡିଲର କୋଡ୍ କ'ଣ ଥିବ, ଏପିଏସ୍ କୋଡ୍, ମାନେ ଯାହାଠାରୁ ରାସନ ଆଣିବେ ତାଙ୍କର କୋଡ୍ କ'ଣ ସେଟା ଏଠାରୁ ଚୁଜ୍ କରିବାକୁ ପଡ଼ିବ। ଚୁଜ୍ କଲା ପରେ ଅଟୋ ଇନସାଇଡ୍ କ୍ରାଇଟେରିଆ ଏଠାରେ ଦେବେ ଆପଣ ଡେଲି ୱେଜେସ୍, ଲେବର। ଯଦି ଆପଣ ହ୍ୟାଣ୍ଡିକ୍ୟାପ୍ଟ ପର୍ସନ୍ ଥିବେ, ହ୍ୟାଣ୍ଡିକ୍ୟାପ୍ଟ ବୋଲି ଦେଇପାରିବେ। ଡିପେଣ୍ଡେଣ୍ଟ ଅନ୍ ଡେଲି ୱେଜେସ୍ ଲେବର ଏଟା ଦେବେ। ମୋବାଇଲ ନମ୍ବର ଦେବେ। ତାପରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବେ। ବ୍ୟାଙ୍କ ଆକାଉଣ୍ଟର IFSC କୋଡ୍ ଦେବେ, ଆକାଉଣ୍ଟ ନମ୍ବର ଦେବେ।
ତାପରେ ଆକାଉଣ୍ଟ ହୋଲ୍ଡରଙ୍କ ନାଁ କଣ, ଏଇଟା ସ୍ତ୍ରୀ ଲୋକଙ୍କର ଆକାଉଣ୍ଟ ଦେଲେ ଭଲ ହବ। ଯାହା ନାଁରେ ଏଟା ରାସନ କାର୍ଡ ଟି ଆପ୍ଲାଏ ହଉଛି ତାଙ୍କରି ନାଁରେ ଦେଲେ ଏଟା ଭଲ ହବ। ଆକାଉଣ୍ଟ ହୋଲ୍ଡର ନେମ୍ କଣ ସେଟା ଚୁଜ୍ କରିବେ। ଚୁଜ୍ କଲା ପରେ ସେଭ୍ ଉପରେ କ୍ଲିକ୍ କରିବେ। ତାପରେ ପ୍ରିଣ୍ଟ ଆକ୍ନୋଲେଜମେଣ୍ଟ ଉପରେ କ୍ଲିକ୍ କରିବେ। ଯେଉଁ ରିସିପ୍ଟ ଜେନେରେଟ୍ ହବ ସେଟା ପ୍ରିଣ୍ଟ କରି ଯାହାର ରାସନ କାର୍ଡ ଆପ୍ଲାଏ ହଉଥିଲା ତାଙ୍କୁ ଦେଇପାରିବେ। ଆଉ ରାସନ କାର୍ଡ ଟି ହବା ପାଇଁ ମିନିମମ୍ ଟା 6 ମାସ ଟାଇମ ଲାଗେ। ତ ୱେଟ୍ କରିବେ, ସପ୍ଲାଇ ଅଫିସରେ ଯାଇ ବୁଝାବୁଝି କରିବେ କିମ୍ବା ଆପଣ ଗାଁର ବ୍ଲକରେ ଯାଇ ବୁଝାବୁଝି କରିବେ କୋଉ ଯାଏଁ କଣ ଗଲା, ସେମାନେ ସେ ଅପଡେଟଟା ଦେଇପାରିବେ। ତ ଆଜିର ଭିଡ଼ିଓ ଏତିକି ଥିଲା। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ପ୍ଲିଜ୍ ଯେଉଁମାନେ ନୂଆ ଦେଖୁଛନ୍ତି ଭିଡ଼ିଓଟିକୁ ଆପଣ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରନ୍ତୁ ଚ୍ୟାନେଲକୁ। ରହୁଛି, ଜୟ ଜଗନ୍ନାଥ।